ଦୁନିଆର ସବୁଠାରୁ ଭୟାନକ ସହର। ଏଠି ଭୂତକୁ କିଣନ୍ତି ଲୋକେ। ଆପଣ ଅନେକ ହେଣ୍ଟେଡ୍ ହାଉସ୍ କିମ୍ବା ଭୂତଗଳି ବିଷୟରେ ଶୁଣିଥିବେ କିମ୍ବା ଜାଣିଥିବେ, କିନ୍ତୁ ଆପଣ କେବେ ଭୂତ ସହର ବିଷୟରେ ଶୁଣିଛନ୍ତି କି? ପ୍ରତିବର୍ଷ ଭାରତ ଏବଂ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ସହରକୁ ଆସିଥାନ୍ତି। ବ୍ରିଟେନରେ ରହିଛି ଏକ ସହର, ଭୂତ ଅନୁସନ୍ଧାନ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ଦ୍ୱାରା ଏହାକୁ ଦୁନିଆର ସବୁଠାରୁ ଭୟାନକ ସହର ଭାବରେ ଘୋଷଣା କରାଯାଇଥିଲା। ପୁରୁଣା ବିଲ୍ଡିଂରେ ଭର୍ତ୍ତି ଏହି ସହର। ଏଠାରେ 12ଶ ଶତାବ୍ଦୀର ନର୍ମାନ ହାଉସ୍ ଓ 1316ରେ ନିର୍ମିତ ଲେଡିଜ୍ ରୋ ମଧ୍ୟ ସାମିଲ ରହିଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବିଲ୍ଡିଂରେ ଭୂତଙ୍କ ବାସ ହୋଇଥିବା ଆଲୋଚନା କରାଯାଏ। ଏଠାକାର କିଛି ସ୍ଥାନ ବାସ୍ତବରେ ଲୋକଙ୍କୁ ରୋମାଞ୍ଚିତ କରିଥାଏ। ଏହି ସହରର ନାମ ହେଉଛି ୟର୍କ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ଏକ ଗଳି ଅଛି ଯେଉଁଠି ଭିଡ଼ ଲାଗି ରହିଥାଏ। ଏଠାରେ ଲୋକମାନେ ନିଜ ପାଇଁ ଭୂତ କିଣିବା ପାଇଁ ଧାଡ଼ିରେ ଠିଆ ହୁଅନ୍ତି। ଏହି ଗଳିରେ ଏକ ନିର୍ଦ୍ଦିଷ୍ଟ କୋଠା 1780 ମସିହାରେ ନିର୍ମିତ ହୋଇଥିଲା। ଏବେ ଏହି କୋଠାର ତଳ ମହଲା ବିକ୍ରୟ ପାଇଁ ବ୍ୟବହୃତ ହେଉଥିବା ବେଳେ ଉପର ମହଲା କର୍ମଶାଳା ଭାବରେ ବ୍ୟବହୃତ ହୁଏ। ଏଠାରେ ଆପଣ ଆପଣଙ୍କ ଭୂତ ତିଆରି କରି ଏହାକୁ କିଣିପାରିବେ। ଏହା ବ୍ୟତୀତ ଆପଣ ଏଠାରେ ଭୂତ ସମ୍ବନ୍ଧୀୟ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ, ରହସ୍ୟମୟ ସୁନ୍ଦର ଚିତ୍ର ମଧ୍ୟ ଦେଖିପାରିବେ। କୁହାଯାଏ, ଏହି ଗଳିରେ ଭୂତଙ୍କ ବାସ ରହିଛି। ଗତ ବର୍ଷ ହିଁ ଏଠାରେ ଅନେକ ଲୋକ ଭୂତକୁ ଦେଖିବାକୁ ଦାବି କରିଥିଲେ, କାରଣ ସେମାନଙ୍କ ସହ ଏଠାରେ ଅତି ଅଜବ ଅଘଟଣ ଘଟିଥିଲା। ଏହିସବୁ ଘଟଣାକୁ ସିସିଟିଭିରେ କଏଦ ମଧ୍ୟ କରାଯାଇଥିଲା। ଗତ ବର୍ଷ ଜୁନ୍ ମାସରେ ହିଁ ଏକ ଆରୋହୀ ବିହନ ବାଇକ୍ ଏଠାରେ ଚାଲୁଥିବା ଦେଖିବାକୁ ମିଳିଥିଲା। କିଛି ବାଟ ଚାଲିବା ପରେ ଏହା ଅଚାନକ ତଳେ ପଡ଼ି ଯାଇଥିଲା, ଯାହା ସିସିଟିଭିରେ କଏଦ ହୋଇଥିଲା। ଏଠାକାର କିଛି ଭୁଲଭୁଲାଇଆ ମଧ୍ୟ ରହିଛି, ଯାହାକୁ ଦେଖିଲେ ଆପଣ ବି ଲାଗିବ, ସତରେ ଏଠାରେ କୌଣସି ଭୂତ ରହିଛି।